ସଞ୍ଜକୁ ଆସିଛି ସଞ୍ଜୟ ଫଳ। ସେସବୁ ଥାଉ ଥାଉ। ସର୍ବପ୍ରଥମରେ ଜାଣିବା ସ୍ଥାନର ନାମ ହେଉଛି କଣ ଆଜ୍ଞା? କୁନ୍ତଳ। କୁନ୍ତଳ କଟକ। ବାଃ, କୁନ୍ତଳ କଟକ ଆଜ୍ଞା ଦେଖିବାକୁ ଖୁବ ସୁନ୍ଦର। ଆଜ୍ଞା କେମିତି ସୁନ୍ଦର? ଗୋଟିଏ ପଦ ପ୍ରମାଣ କରିବେ। ଝିଅ ତଥା ସ୍ୱର୍ଗତ ଗାୟକ କେଶରୀ ଉଦୟନାଥ ରଥ ଶର୍ମା ମହୋଦୟ ଆଜ୍ଞା କଲେ ସେ କଟକ ଛଟକକୁ ହାରି ଲଙ୍କା ସ୍ୱର୍ଣ୍ଣ କାଦି ସର୍ବେ ହୋଇବେ ପଣ୍ଡିତ ସମାଜ ରାଜ୍ୟ ଏତେ ସୁନ୍ଦର ଏତେ ମନଲୋଭା ଯେ କବି କହିଲେ ସ୍ୱର୍ଣ୍ଣମୟ ଲଙ୍କା କଟକ ତୁଚ୍ଛ ହୋଇବ କୁବେର ଅଳକାପୁର ହାର ମାନିବ ଅତୀବ ସୁନ୍ଦର ରାଜ୍ୟ। ସୁନ୍ଦର ରାଜ୍ୟରେ ରାଜା କିଏ ଆଜ୍ଞା? ଯେତେ ସବୁ ଗଡଜାତ ରହିଛି ସେଠି ଜଣେ ରାଜାଙ୍କର ଶାସନ ଚାଲେ। ଆଚ୍ଛା ଆଜ୍ଞା ଗଡଜାତ କୋଉଠି କୋଉଠି ଅଛି? ଗଡଜାତ କୋଉଠି ଅଛି ଜାଣିନ? ନାଇଁ ଗଡଜାତ କୋଉଠି ଅଛି ଆଜ୍ଞା? ଏଇ ନିକଟରେ ଯେମିତି ଆମର ଖଣ୍ଡପଡା ଗଡ, ନୟାଗଡ, ଦଶପଲା ଗଡ, ରଣପୁର ଗଡ, ଖୋର୍ଦ୍ଧା ଗଡ, ବଡମ୍ବା ଗଡ, ଆଠଗଡ, ମାଣିକା ଗଡ, ବୋଲଗଡ, ବାଙ୍କୋଇ ଗଡ, ସାନଗଡ, ନୂଆଗଡ, ସୁକିନ୍ଦା ଗଡ, ଦେବଗଡ, ରସୁଲଗଡ, ଲାଞ୍ଜିଗଡ ଆଜ୍ଞା ଲାଞ୍ଜିଗଡ, ପାରାଦୀପ ନୂଆଗଡ। ଆଉ ଯାଇ ସମୟ ମିଳିଥିଲେ କଣ ଯାଇ ବନ୍ଦର ଭିତରେ ଲଙ୍କାଗଡରେ ପ୍ରବେଶ। ମାନେ କଣ ଲଙ୍କାଗଡକୁ ତମେ ଯାଇଥାନ୍ତ? ଲଙ୍କାଗଡ ଆରେ ଲଙ୍କା ଯାତ୍ରା କରିଥିଲା ହନୁମାନ। ତମେ କଣ ହନୁମାନ? ଜୟ ଜୟ ହନୁମାନ ଜୟ ପବନ ନନ୍ଦନ ଏ ମହାବୀର ବଜରଙ୍ଗୀ ହେ ମାରୁତି ପାଦେ କରାଇ ବନ୍ଦନ। ଜୟ ଜୟ ହନୁମାନ ଜୟ ପବନ ନନ୍ଦନ ମହାବୀର ବଜରଙ୍ଗୀ ହେ ମାରୁତି ପାଦେ କରାଇ ବନ୍ଦନ। ଶ୍ରୀରାମ ଏତେ କହି ହନୁମାନ ଧୀରେ ଚଳି ଗଲେ। ଏତେ କହି ହନୁମାନ ଧୀରେ ଚଳି ଗଲେ। ଲଙ୍କାଗଡର ଭିତରେ ପ୍ରବେଶ ହୋଇଲେ। ଆଜ୍ଞା ନାଇଁ ଆଉ ତ ଅଧିକା ବାଟକୁ ଗଲେ ସେ ପ୍ରସନ୍ନ ହେଇଯିବେ। ସମ୍ଭାଳି ପାରିବ। ଗଡରେ ଜଣେ ରାଜାଙ୍କର ଶାସନ ଚାଲେ। ସେଠି ରାଜା କିଏ? ରାଜାଙ୍କର ନାମ ହେଉଛି ପଦ୍ମସେନ। ରାଜା ପଦ୍ମସେନ ବଡ ପ୍ରଜାବତ୍ସଳ ରାଜା। ଆଜ୍ଞା ପ୍ରଜାମାନଙ୍କୁ ନିଜ ପୁତ୍ରର ସ୍ନେହ ପ୍ରଦାନ କରି ପ୍ରଜାଙ୍କ ସୁଖରେ ସୁଖୀ ପ୍ରଜାଙ୍କ ଦୁଃଖରେ ଦୁଃଖୀ ହୋଇ କାଳତିପାତ କରନ୍ତି। ପ୍ରଜାବତ୍ସଳ ରାଜା। ଆଜ୍ଞା ରାଜା ଦେଖିବାକୁ ଖୁବ ସୁନ୍ଦର। ରାଜା କେମିତି ସୁନ୍ଦର? ଗୋଟିଏ ପଦ ପ୍ରମାଣ କରିବେ। କବି ସୂର୍ଯ୍ୟ ବଳଦେବ ରଥ କଲେ ସୁନ୍ଦର ପଣରେ କନ୍ଦର ପପରି ଚନ୍ଦନ ଠାରୁ ଶୀତଳ ଭୋଲାରେ ଚନ୍ଦନ ଠାରୁ ଶୀତଳ କରୁଣା ପରନାର କଣା ବିକଣ ଲକ୍ଷଣ ବେଳ କର ରହ କହିଲି ମାନେ ରହିବ। ଆଜ୍ଞା ନ ଦେଖି ସୁନ୍ଦର କନ୍ଦରପ ବାପା କନ୍ଦରପକୁ ଆମେ କେହି ଦେଖିଛେ କି? ନାଇଁ। ସୁନ୍ଦର ଯୁବକ ଦେଖିଲେ କନ୍ଦରପ ପରି ରୂପବନ୍ତ ବୋଲି କହୁଛେ। ନ ଚାଖି ସ୍ୱାଦ ଅମୃତ କେହି ଚାଖିନେ କିନ୍ତୁ ଅମୃତ ପରି ସ୍ୱାଦ ହୋଇଛି ବୋଲି କହୁଛେ।
ଆଜ୍ଞା ନଚିପି ଟାଣ ବଜ୍ର ବଜ୍ର ଚିପିରା ବଜ୍ର କେତେ କଠିନ ନା ସେ କଥା ଆମେ ଅନୁଭବ କରିନେ ନା ତଥାପି କହୁଛେ ବଜ୍ର ପରି କଠିନ ବା ବଜ୍ର ପରି ଟାଣ ঠিক ସେଇ ନ୍ୟାୟରେ ନତେ କି ସୁନ୍ଦର କନ୍ଦରପ କନ୍ଦରପ ପରି ରୂପବନ୍ତ ଥିଲେ ରାଜା ରାଜା ଚନ୍ଦନ ଠାରୁ ଶୀତଳ খুব ଶାନ୍ତ ସ୍ୱଭାବର ସେଇଥିପାଇଁ ତଳପଦରେ କବି ମହୋଦୟ କହିଲେନି କହିଲେ ଶରଣାପନ୍ନ ରକ୍ଷଣ ବିଚକ୍ଷଣ ରାଜାଙ୍କ ନିକଟରେ ଆଜ୍ଞା ଯେ କେହି ପ୍ରଜା ଶରଣାପନ୍ନ ହେଉଥିଲେ ସେ ପ୍ରଜାକୁ କୌଣସି ଦଣ୍ଡରେ ଦଣ୍ଡିତ ନ କରି କ୍ଷମା ଗୁଣରେ କ୍ଷମା ପ୍ରଦାନ କରିବାରେ ଯେଉଁ ରାଜା ଥିଲେ ବିଚକ୍ଷଣ ସେ ରାଜା ଅଛନ୍ତି ପଦ୍ମସେନ ରାଜା ପଦ୍ମସେନ ପାଣ୍ଡିତ୍ୟ ଉପରେ ଟିକେ ଧ୍ୟାନ ଦେବା ଆଜ୍ଞା ରାଜା କେତେ ସବୁ ବିଦ୍ୟାଶାସ୍ତ୍ର ଅବଗାହୀ ଥିଲେ କଣ ସବୁ ପଢିଥିଲେ ହଁ ଆପଣ ମାନଙ୍କର ସଂସ୍କୃତ କବି ଶ୍ରୀହର୍ଷ ହଁ ହଁ ବହିର ନାଁଟା ହେଲା ନୈଷଧୀୟ ଚରିତମ୍ ଆଜ୍ଞା କଲେ ଅମୁଷ୍ୟ ବିଦ୍ୟା ଇଏ ରସନାଗ୍ର ନର୍ତ୍ତକୀ ତ୍ରୈବ ନିତାଙ୍ଗ ଗୁଣେନ ବିସ୍ତର ये नवोदय दीपम पृथक जय श्रिया गुणग्राही मोर विवेकी पंडित समाज कले अमुष्य विद्या अमुष्य कले एहांकर काहांकर ना एवं भूत जो राजा पद्मसेन कर विद्या कहले माँ सरस्वती रसनाग्र नर्तकी रसना कहले जिह्वा राजांकर जिह्वार अग्रभागर नर्तकी थिले निजे माँ सरस्वती वाह स्थूलतः राजा थिले जने बड़ पंडित त्रैव नितांग गुणेन विस्तर त्रैव कहले तीन अच्छा जेने बाबू कहले अंग केते अंग आज्ञा 6 ओडिया ओडिया को 6 आज्ञा अंग ହେଲା 6 कारण वेद ହେଉଛି 4 वेद 4 ବେଦରେ ବେଦାଙ୍ଗ ହେଉଛି 6 ଋକ୍ ସାମ ଯଜୁ ଅଥର୍ବ 4 ବେଦ ବେଦାଙ୍ଗ କଣ କଣ ଆଜ୍ଞା ନା ଛନ୍ଦ ନିରୁକ୍ତି ବ୍ୟାକରଣ ଜ୍ୟୋତିଷ ଶିକ୍ଷା ଆଉ ଗଳ୍ପ ତେଣୁ ତ୍ରୈବ ନିତାଙ୍ଗ ଗୁଣେନ ବିସ୍ତର ଅଙ୍କ ଗୁଣେନ ତ୍ରୈବ ଅଙ୍ଗ ହେଲା 6 ଗୁଣେନ ତ୍ରୈବ କହିଲେ 3 ଗୁଣନ 6 ତିରିକି ଆଜ୍ଞା 24 ତମେ ପାଠଶାଳା କିଛି ପଢିଲା କି କଥା କରିଦେଇଛି କଣ କହୁନ୍ତି ନାଇଁ ପାଠ ତ ପଢିଛ ଉତ୍ତର କାହିଁ ଭୁଲ ହଉଛି ସାରେ ଟିକେ ଶୁଣନ୍ତୁ ପାଠ ପଢିଲା ସମୟରେ ମୋର ଗଣିତ ଜ୍ଞାନ ଭଲ ନଥିଲା ନାଇଁ ଆଉ ଇଂଲିଶ ମୋଠୁ ଆସୁନଥିଲା ଗଣିତ ଭଲ ହୁଏନି ଇଂଲିଶ ଭଲ ହୁଏନି ଭଲ ହୁଏନି ଆଉ ଭଲ ହଉଥିଲା କୋଉଟା ଆଉ ସବୁ ମୋର ଭଲ ହଉଥିଲା ଜାଣିଛନ୍ତି କଣ